ଉପଯୁକ୍ତ ସମୟରେ ତାହା ଜଣାନ୍ତି, ପୁଣି ଅନନ୍ତ କାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ପରାକ୍ରମ ପ୍ରକାଶିତ ହେଇଥାଏ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ଦିଏ। ପ୍ରଭୁ ମୋତେ ଅନୁଗ୍ରହ କରି এই ପ୍ରଥମ ଥର ଆପଣମାନଙ୍କର ସହଭାଗିତା ମଧ୍ୟକୁ ଆସିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଥିବାରୁ ପ୍ରଭୁଙ୍କୁ ମୁଁ ବିଶେଷ ଭାବରେ ଧନ୍ୟବାଦ ଦେବା ସହିତ 17 ପର୍ବ ତାର 40 ପଦ। ପ୍ରଥମ ସାମୁଏଲ 17 ପର୍ବ ତାର 40 ପଦ। ଗୋଟିଏ ପଦ କେବଳ ପାଠ କରିବା। ସେଠାରେ ଏପରି ଲେଖାଯାଏ, ପୁଣି ସେ ଆପଣା ଯଷ୍ଟି ହାତରେ ଘେନି ନଦୀରୁ 5ଟି ଚିକଣ ପଥର ବାଛିଲେ ଓ ଆପଣା ପାଖରେ ମେଷ ପାଳକର ଯେଉଁ ଝୁଲି ଥିଲା ସେଇ ଝୁଲିରେ ତାହା ରଖିଲେ। ଆଉ ସେ ହାତରେ ଆପଣା ଛାଟିଣି ଧରି ସେଇ ପଲେଷ୍ଟ୍ୟ ନିକଟକୁ ଗଲେ। ପ୍ରଭୁ ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମ ପ୍ରତ୍ୟେକଙ୍କୁ ବୁଝିବା ନିମନ୍ତେ ସାହାଯ୍ୟ କରନ୍ତୁ। ପଲେଷ୍ଟ୍ୟ ସୈନ୍ୟ ସାମନ୍ତ ମାନେ ଯୁଦ୍ଧ କରିବା ନିମନ୍ତେ ଜିହୁଦାର ସୁଖ ଓ ଆସେକା ମଧ୍ୟରେ ଏଫସ୍ ଦମିପ୍ରେ ଏକାଠି ହେଲେ। ଯେତେବେଳେ ଯୁଦ୍ଧ ଆମେ ଦେଖୁଛୁ ବର୍ତ୍ତମାନର ଜଗତରେ ମଧ୍ୟ ଜାତି ବିରୁଦ୍ଧରେ ଜାତି, ରାଜ୍ୟ ବିରୁଦ୍ଧରେ ରାଜ୍ୟ, ପୁଣି ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ଯୁଦ୍ଧର ବିଭୀଷିକା, ଅନେକ ପ୍ରକାର ଜଟିଳତାର ସମସ୍ୟାର ପରିସ୍ଥିତି ଆମେ ଦେଖିବାକୁ ପାଉଛୁ। କିନ୍ତୁ ଈଶ୍ୱରଙ୍କର ବାକ୍ୟରେ ଆମେ ଯେତେବେଳେ ଗୋଟେ ଯୁଦ୍ଧର ମଧ୍ୟରେ ଈଶ୍ୱର ଆଜି ଆମମାନଙ୍କୁ କଣ କଥା କହିବେ, ଆମେ ଅଳ୍ପ ସମୟ ଧ୍ୟାନର ସହିତ ଆମେ ବସିବା। ସାଉଲ ଏବଂ ଇସ୍ରାଏଲ ଲୋକମାନେ ଯେତେବେଳେ ପଲେଷ୍ଟ୍ୟ ମାନଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏଲା ତଳଭୂମିରେ ଏକାଠି ହେଲେ ବା ଏକତ୍ରିତ ହେଲେ, ଆଉ ପଲେଷ୍ଟ୍ୟ ମାନେ ପର୍ବତର ଏକ ଦିଗରେ ଯାଇକି ଠିଆ ହେଲେ ଏବଂ ଇସ୍ରାଏଲ ମାନେ ପର୍ବତର ଅନ୍ୟ ଦିଗରେ ଯାଇକି ଠିଆ ହେଲେ। ଉଭୟ ପର୍ବତର ମଧ୍ୟ ଭାଗରେ ଉପତ୍ୟକା ରଖିଲେ। ଆଉ ପଲେଷ୍ଟ୍ୟ ଗାତ ନିବାସୀ ଗଲିଆତ ମଲ୍ଲ ଯୋଦ୍ଧା ଦେଖିବାକୁ 6.5 ହାତ, ମସ୍ତକରେ ପିତ୍ତଳର ଟୋପର ଏବଂ ମାଛ କାତି ତୁଲ୍ୟ ସାଞ୍ଜୁଆ ଥିଲା। ସେହି ସାଞ୍ଜୁଆ 5,000 ସେକଲ ପରିମିତ ପିତ୍ତଳର ଥିଲା। ତାର ପିତ୍ତଳ ପତ୍ରରେ ଆଚ୍ଛାଦିତ ହୋଇଥିଲା। ତାର କାନ୍ଧରେ ପିତ୍ତଳର ଗୋଟେ ଶଲ୍ୟ ଥିଲା ଏବଂ ବର୍ଚ୍ଛା ତଣ୍ଡ ତୀର ନରାଜ ତୁଲ୍ୟ ଥିଲା। ଆଉ 6 ସେକଲ ତାହା ଲୁହା ଥିଲା। ଆଉ ଗଲିଆତ ଏଭଳି ଭାବରେ ଯୁଦ୍ଧ କରିବା ନିମନ୍ତେ ସେ ଠିଆ ହେଇଛନ୍ତି। ସାଉଲ ଓ ଇସ୍ରାଏଲ ଏ କଥା ଶୁଣି ହଠାତ୍ ସେମାନେ କଣ କଲେ, ହତାଶ ଭୟଭୀତ ହେଲେ। ଯେତେବେଳେ ଗଲିଆତ 40 ଦିନ ପର୍ଯ୍ୟନ୍ତ ସାଉଲ ଏବଂ ଇସ୍ରାଏଲ ଲୋକମାନଙ୍କର ପାଖକୁ ପ୍ରାତ ସମୟରେ ପୁଣି ସନ୍ଧ୍ୟା ସମୟରେ ସେ କଣ କରୁଥିଲା, ସେମାନଙ୍କ ନିକଟକୁ ଯିବା ଆସିବା କରୁଥିଲା, ଅର୍ଥାତ୍ ସେମାନଙ୍କୁ ଦେଖା କରୁଥିଲା। ସମସ୍ତ ସରଞ୍ଜାମରେ ସେ ଆଚ୍ଛାଦିତ ଏବଂ ସେ କଣ କରୁଥାଏ, ଇସ୍ରାଏଲ ଲୋକମାନଙ୍କ ନିକଟକୁ ଯାଇ ପ୍ରାତ ସମୟରେ ସନ୍ଧ୍ୟା ସମୟରେ ତାର ଯୋଉ ବଳ, ତାର ଯୋଉ ଶକ୍ତିକୁ ସେ କଣ କରୁଥିଲା, ଦେଖାଉଥିଲା। ଏବଂ ଦାଉଦ ଯେତେବେଳେ ମେଣ୍ଢା ଚରୁଥିଲେ, ମେଷ ପଲ ନେଇକି ସେ କଣ କରୁଥିଲେ, ବେଥେଲକୁ ସେ ଯାଉଥିଲେ ଆସୁଥିଲେ। এই ସମୟରେ ଯିସି ସେ ଚିନ୍ତା ହୋଇ ତାଙ୍କର ସାନ ପୁଅ ଦାଉଦଙ୍କୁ କହିଲେ, ଭାଇମାନଙ୍କର ପାଖକୁ ତୁମେ ଯାଅ, ଆଉ ସେଇଠୁ ଭଜା ଶସ୍ୟରୁ 1 ଅଇଫା ଓ 10 ଖଣ୍ଡ ରୋଟି
ଏବଂ 10 ଖଣ୍ଡ ଛେନା ଚକ୍ତି ଧରି ଭାଇମାନଙ୍କ ପାଖକୁ ଯିବ ଆଉ ସେମାନଙ୍କର କିଭଳି ଭାବରେ ଅଛନ୍ତି ସେମାନଙ୍କର କୁଶଳ ବାର୍ତ୍ତା ନେଇକି ଆସିବ। ଦାଉଦ କଣ କହିଲେ? 3 ଭାଇ ଇଲିଆ ଏବଂ ସମ ଏବଂ ସେମାନେ ଅବିନାଦ ଏମାନେ କଣ କଲେ? ଏଲା ତଳଭୂମିରେ ପଲିସ୍ତିୟ ମାନଙ୍କ ସହିତ ଯୁଦ୍ଧ କରୁଥିବା ସେ ସ୍ଥାନ ମଧ୍ୟରେ ଉପବିଷ୍ଟ ଅଛନ୍ତି। ଦାଉଦ ସକାଳୁ ଉଠି ସେ କଣ କଲେ? ଜଣେ ରଖୁଆଳଙ୍କର ହାତରେ ମେଷପଲ ଛାଡି ସେ କଣ କଲେ? ତାଙ୍କ ପିତା ଯିସିର କଥା ମାନି ବାଧ୍ୟ ହେଲେ ଏବଂ ସେ ଖାଦ୍ୟ ସାମଗ୍ରୀ ଧରି ସେ ବାହାରି ଗଲେ। କୋଉଠିକୁ ଗଲେ? ଶଗଡବନ୍ଧି ନାମକ ସ୍ଥାନରେ ପହଞ୍ଚିଲେ। ଭାଇମାନଙ୍କୁ ଭେଟି କୁଶଳ ବାର୍ତ୍ତା ପଚାରିଲେ ଏବଂ ଇସ୍ରାଏଲ ମାନଙ୍କୁ କହିଲେ, ଏ ପଲିସ୍ତିୟ ଗଲିଆଥ ସହିତ ଯେ ଯୁଦ୍ଧ କରି ତାହାକୁ ବଧ କରିବ ତାହାକୁ ରାଜ୍ୟ ତାହାକୁ ମାନେ ଆପଣା ହସ୍ତରେ ଦିଆଯିବ। ବହୁତ ଧନରେ ତାକୁ ଧନବାନ କରିବେ, ତାହାକୁ ଆପଣା କନ୍ୟା ଦେବେ, ପୁଣି ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ ବିଖ୍ୟାତ କରିବେ। এই ସମୟରେ ଦାଉଦ ସେ ଠିଆ ହୋଇ ସେ କଣ କଲେ? ସେ ବଡ ଭାଇ ଇଲିଆ ଦାଉଦ ଉପରେ ରାଗିକି କହିଲେ, ତୁ କାହିଁକି ଏଠିକୁ ଆସିଛୁ? ପ୍ରାନ୍ତର ମଧ୍ୟରେ କେତୋଟି ମେଣ୍ଢା ଛାଡି ଯୁଦ୍ଧ ଦେଖିବା ନିମନ୍ତେ କଣ ପାଇଁ ସ୍ଥାନ ମଧ୍ୟକୁ ଆସିଛୁ? ଦାଉଦ ସାଉଲଙ୍କୁ କହିଲା, ସେଇ ପଲିସ୍ତିୟ ଗଲିଆଥ ସକାଶୁ କାହାରି ହୃଦୟ ନିରାଶ ନ ହଉ। ଆପଣଙ୍କର ଦାସ ସେଇ ପଲିସ୍ତିୟଙ୍କ ସହିତ ଯାଇକି ଯୁଦ୍ଧ କରିବ। ଆଉ ସେତେବେଳେ ସାଉଲ ସେ କଣ କଲେ ନା, ଆଉ ଯାଅ ସଦା ପ୍ରଭୁ ତୁମର ସଙ୍ଗୀ ହେବେ। କେତେ ସୁନ୍ଦର କଥା ମାନେ କହିଲେ ସାଉଲ। ଯାଅ ସଦା ପ୍ରଭୁ ତୁମର ସଙ୍ଗୀ ହେବେ, ସଦା ପ୍ରଭୁ ତୁମର ସହବର୍ତ୍ତୀ ହେବେ, ସଦା ପ୍ରଭୁ ତୁମକୁ ଆତ୍ମାଙ୍କର ଅଭିଷେକ ଦେଇକି ସେ ସ୍ଥାନ ମଧ୍ୟରେ ସଫଳତା ପ୍ରଦାନ କରିବେ। ଦାଉଦଙ୍କୁ ଯେତେବେଳେ ସାଉଲ ବସ୍ତ୍ର ପରିଧାନ କରିଲେ, ମସ୍ତକରେ ପିତ୍ତଳର ଟୋପର ଦେଲେ, ସାଞ୍ଜୁଆ ମଧ୍ୟ ପିନ୍ଧେଇଲେ, ଦାଉଦ ଚାଲିବାକୁ ଚେଷ୍ଟା କଲେ କିନ୍ତୁ ସେ ପାରିଲେ ନାହିଁ। କିନ୍ତୁ ଦାଉଦ କହିଲେ, ମୁଁ ଏହି ବେଶରେ ଯୁଦ୍ଧକୁ ଯାଇ ନପାରେ, ମୁଁ ସେ ସବୁ ପରଖ କରି ନାହିଁ। ଦାଉଦ ସବୁ ବାହାର କରିଦେଲେ। କିନ୍ତୁ ଯୋଉ ପ୍ରଥମ ସାମୁଏଲ 17 ପର୍ବ 40 ପଦ ମାନେ ପାଠ କଲୁ, ଆପଣ ମାନେ ଲକ୍ଷ୍ୟ କରନ୍ତୁ, ହାତରେ ସେ କଣ ନେଲେ? ଗୋଟିଏ ବାଡି, ଗୋଟେ ଜଷ୍ଟି ଧରିଲେ। ନଦୀରୁ କଣ କଲେ? ବାଲି ଗରଡା 5ଟି ଚିକଣ ପଥର ସେ ବାଛିକି ଧରିଲେ ଏବଂ ମେଷ ପାଳକ ପାଖରେ ରହିଥିବା ଝୁଲିରେ ସେ କଣ କଲେ? ସେ 5ଟି ବାଲି ଗରଡା ପଥର ପୁରାଇଲେ ଏବଂ ହାତରେ ଛାଟିଣି ଧରିଲେ। ପ୍ରିୟ ମୋର ପ୍ରଭୁଙ୍କର ଲୋକମାନେ, ଯେତେବେଳେ ଜଣେ ଗାଈ ଛେଳି ମେଣ୍ଢା ଚରିବା ପାଇଁ ପ୍ରାନ୍ତରକୁ ଯାଆନ୍ତି, ଅନେକ ସମୟରେ ଆପଣ ଦେଖିଥିବେ ଗାଁ ଗହଳି ମାନଙ୍କ ମଧ୍ୟରେ ସେମାନଙ୍କ ପାଖରେ ଗୋଟେ ଗାମୁଛା ଥାଏ, ସେମାନଙ୍କର ପାଖରେ ଗୋଟିଏ ଟାଙ୍ଗିଆ କିମ୍ବା ଗୋଟେ କଟୁରା ଥାଏ ଏବଂ ସେମାନଙ୍କ ପାଖରେ ହାତରେ ଗୋଟେ ବାଡି ଥାଏ ଏବଂ ସେମାନେ ହୁଏତ ଗୋଟିଏ ବେଗ ବି ଧରିଥାନ୍ତି, ହୁଏତ ବଣ ଜଙ୍ଗଲରୁ କିଛିଟା ପାଇବେ ଆଉ ନେଇକି ଆସିବେ। ଏଇଟା ସ୍ୱାଭାବିକ ଭାବରେ ସେମାନଙ୍କ ପାଖରେ ଥାଏ। କିନ୍ତୁ ଜଣେ ମେଷ ପାଳକ ଭାବରେ ମେଣ୍ଢା ଚରୁଥିବା ଜଣେ ବ୍ୟକ୍ତିଙ୍କର ଜୀବନରେ ଆମେ ଲକ୍ଷ୍ୟ କରୁଛୁ 4ଟି ଜିନିଷ ତାଙ୍କ ହାତରେ ରହିଛି। ବାଡି ଗୋଟେ ରହିଛି, 5ଟି ବାଲିଗରଡା ପଥର ଏବଂ ଝୁଲି ରହିଛି। ସେଇ ଝୁଲିରେ 5ଟି ଚିକଣ ପଥର ରଖିଲେ ଏବଂ ହାତରେ ଛାଟିଣି ରଖିଲେ। এই 4ଟି ଜିନିଷ ଧରି ସେ କଣ କଲେ? ସେ ଯୁଦ୍ଧ କରିବା ପାଇଁ ଯାଉଛନ୍ତି। ଭାବନ୍ତୁ ତ, ଆଶ୍ଚର୍ଯ୍ୟ ଲାଗିବ। ଗୋଟେ ମଲ୍ଲ ଯୋଦ୍ଧା ଯିଏକି ହୁଙ୍କାର ଦେଉଛି, ସେ ଚିତ୍କାର କରୁଛି, ଆଉ ସେ କଣ କରୁଛି? ମାନେ ସେ ଆସୁଛି ଚିତ୍କାର କରିକି କହୁଛି, ମୋ ସହିତ ଯୁଦ୍ଧ କରିବୁ। ସେ ଥଟ୍ଟା କରୁଛି। କିନ୍ତୁ ଯେତେବେଳେ ଦାଉଦ ସେ ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ସେ ସ୍ଥାନକୁ ଯାଉଛି, ଦାଉଦ ପଲିସ୍ତିୟଙ୍କୁ କହିଲା,
ମାନେ ଯେତେବେଳେ ଆପଣ ମାନେ ସେ ପ୍ରଥମ ସାମୁଏଲ 17:45 ପଦ ଆପଣ ମାନେ ଲକ୍ଷ୍ୟ କରନ୍ତୁ। ଆଉ ସେ ବାଡ଼ି ହାତରେ ଧରିଛନ୍ତି, ମାନେ ବାଡ଼ି ଜଷ୍ଟି ଧରିଛନ୍ତି। ଜଷ୍ଟି କଣ ଜାଣୁଛନ୍ତି ଆପଣ ମାନେ? ବାଡ଼ି ହଉଛି ପରମେଶ୍ୱରଙ୍କ ନାମ। ପରମେଶ୍ୱରଙ୍କର ନାମ 45 ପଦ ଲେଖାଗଲା, ତେବେ ଦାଉଦ ପଲେଷ୍ଟିୟଙ୍କୁ କହିଲେ, ତୁମ୍ଭେ ଖଡ୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋ କତିକି ଆସିଅଛ, ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେଇ ଇସ୍ରାଏଲ ସୈନ୍ୟ ଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ଦେଖନ୍ତୁ, ମାନେ ମଲ୍ଲ ଯୋଦ୍ଧା ସେ ସମସ୍ତ ଅସ୍ତ୍ର ଶସ୍ତ୍ର ସରଞ୍ଜାମରେ ପରିଧାନ କରିକି ଯୁଦ୍ଧ କରିବା ପାଇଁ ଯାଇଛନ୍ତି। ତାର ସମସ୍ତ ପ୍ରକାର ଶରୀର ଆଚ୍ଛାଦିତ ହେଇଛି, କିନ୍ତୁ ଦାଉଦ ସେ କୋଟା ନେଇକି ଯାଉଛନ୍ତି, ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ପରମେଶ୍ୱରଙ୍କର ନାମ ହଉଛି ଜଷ୍ଟି, ସେ ବାଡ଼ି ହଉଛି ପରମେଶ୍ୱରଙ୍କର ନାମ। ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ମୁଁ ତୁମ୍ଭ ନିକଟକୁ ଆସୁଅଛି। ମାନେ ପରମେଶ୍ୱରଙ୍କର ନାମ ଅସାଧ୍ୟର ସାଧନ କରିପାରେ। ପରମେଶ୍ୱରଙ୍କର ନାମ ଅସମ୍ଭବକୁ ସମ୍ଭବ କରିପାରେ। ପରମେଶ୍ୱରଙ୍କର ନାମ ଏଇ ଜଗତରେ ଆମମାନଙ୍କୁ ସୁରକ୍ଷିତ କରିପାରେ। ପରମେଶ୍ୱରଙ୍କର ନାମ ଆମମାନଙ୍କ ଜୀବନରେ ପରିତ୍ରାଣର ଅନୁଭୂତି ମଧ୍ୟରେ ପ୍ରଭୁ ଆମକୁ କଢେଇ ନେଇଥାନ୍ତି। ତେଣୁକରି ରୋମୀ ତାର 10 ପର୍ବ 13 ପଦ ଲେଖାଗଲା, ଯେ ପ୍ରଭୁଙ୍କର ନାମ ଧରି ପ୍ରାର୍ଥନା କରିବ ସେ ପରିତ୍ରାଣ ପ୍ରାପ୍ତ ହେବ। ଯେ ପ୍ରଭୁଙ୍କର ନାମ ଧରି ପ୍ରାର୍ଥନା କରିବ ସେ ପରିତ୍ରାଣ ପ୍ରାପ୍ତ ହେବ। ଏଥିପାଇଁ ଆଜି ପ୍ରିୟ ମୋର ଲୋକମାନେ, ପ୍ରଭୁଙ୍କ ଲୋକମାନେ, ଏ ପ୍ରାପ୍ତ ସମୟରେ ପ୍ରଭୁଙ୍କର ନାମ ଦ୍ୱାରା ଗୁଣକୁ କୀର୍ତ୍ତନ କରିବା ନିମନ୍ତେ, ପ୍ରଭୁଙ୍କର ନାମକୁ ଉଚ୍ଚାରଣ କରିବା ନିମନ୍ତେ, ପରମେଶ୍ୱରଙ୍କର ନାମକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶମାନ କରିବା ନିମନ୍ତେ ଏ ପ୍ରାପ୍ତ ସମୟରେ ବିଛଣାରୁ ପ୍ରଭୁ ଆମକୁ ଉଠେଇଲେ। ଆଜି ଆମମାନେ ସେଇ ନାମ ଦ୍ୱାରା ପ୍ରଭୁଙ୍କର ଗୁଣନାବାଦ କରିବା ପାଇଁ, ଗୁଣ କୀର୍ତ୍ତନ କରିବା ନିମନ୍ତେ ପ୍ରଭୁ ଆମକୁ ଅବକାଶ ଦେଲେ। ତେଣୁକରି ଫିଲିପିୟ 2 ପର୍ବ 9 ପଦରେ ଲେଖାଗଲା, ସମସ୍ତ ନାମ ଅପେକ୍ଷା ଈଶ୍ୱର ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି। ଜଗତରେ ସବୁ ନାମ ଅପେକ୍ଷା ପ୍ରଭୁଙ୍କର ନାମ ଗୋଟେ ମହତ୍ତ୍ୱ ନାମ ଅଟେ। ପ୍ରଭୁଙ୍କର ନାମ ଗୋଟେ ମୁକ୍ତିର ନାମ, ଶାନ୍ତିର ନାମ। ସେଇ ନାମକୁ ଆରାଧନା କରିବା ନିମନ୍ତେ ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। ଆଉ ଯେତେବେଳେ ସେ ବାଲି ଗରଡା ଚିକଣ ପଥର ବାଛିଲେ, କୋଉଠୁ ବାହାର କଲେ? ନଦୀରୁ ସେ ବାହାର କଲେ। ହୁଏତ ସେଇ ନଦୀରୁ ବାଲି ଥିବ ପରା, ଆଉ ସେଇ ସ୍ଥାନ ମଧ୍ୟରେ 5ଟି ବାଲି ଗରଡା ଚିକଣ ପଥର ବାହାର କଲେ। ବାଡ଼ି ହଉଛି ପରମେଶ୍ୱରଙ୍କ ନାମ, ନଦୀ ହଉଛି, କେବଳ ନଦୀରେ ଆମମାନେ ଭରପୁର ପାଣି ଆମମାନେ ଦେଖୁଛୁ, ସମୁଦ୍ରରେ ଭରପୁର ପାଣି ଦେଖୁଛୁ, ମହାନଦୀରେ ଆମମାନେ ପାଣି ଦେଖୁ। ଆଉ ପାଣି ହଉଛି ବିଶ୍ୱାସୀ ମାନେ ଏକତ୍ରିତ ହୋଇ ଉପାସନା କରିବାର ସ୍ଥାନ ବା ଉପାସନାର ସ୍ଥଳୀ ଅଟେ। ଯେତେ ବିଶ୍ୱାସୀ ଭାଇ ଭଉଣୀ ମାନେ ଏକତ୍ରିତ ମାନେ ହେଇଥାଉ, ଯେତେ ବିଶ୍ୱାସୀ ଭାଇ ଭଉଣୀ ମାନେ ସମବେତ ମାନେ ହେଇଥାଉ, ଯେତେ ବିଶ୍ୱାସୀ ଭାଇ ଭଉଣୀ ମାନେ ଆମମାନେ ଗୋଟିଏ ଜାଗାରେ ଆମମାନେ ଏକତ୍ର ହୋଇକି ଆମମାନେ ଉପାସନା କରିବୁ, ତାହା ହଉଛି ଗୋଟିଏ ନଦୀ ସ୍ୱରୂପ ଅଟେ। ତେଣୁକରି ବାଇବଲରେ ଲେଖାଗଲା, ଗୀତ 122ର 1 ପଦରେ, ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ। ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ। ଏଇ କଥା ଲୋକମାନେ କହିବା ବେଳେ ମୁଁ ଆନନ୍ଦିତ ହେଲି। ଆମମାନେ ସମୁଦ୍ରରେ ବା ନଦୀରେ ଯେତେ ପାଣି ଆମମାନେ ଦେଖୁ, ମାନେ ଅସଂଖ୍ୟ ଲୋକ ଯଦି ଆମମାନେ ମଣ୍ଡଳୀ ମଧ୍ୟରେ ଏକତ୍ରିତ ହଉ ବା ଗୋଟେ ଉଦ୍ଦୀପନା ସଭାରେ ଆମମାନେ ଏକତ୍ରିତ ହଉ, କେତେ ଲୋକମାନେ ସେ ସ୍ଥାନ ମଧ୍ୟରେ ମାନେ ବହୁ ସଂଖ୍ୟକ ଭାବରେ ଏକାଠି ହେବାର ଅନ୍ୟ ଲୋକମାନେ ମଧ୍ୟ ଦେଖିବା ପାଇଁ ସୁଯୋଗ ପାଆନ୍ତି। ତେଣୁକରି ପରମେଶ୍ୱର ଆମମାନଙ୍କୁ
ମାନେ ଏକତ୍ରିତ ହୋଇ ପରମେଶ୍ୱରଙ୍କର ସେବା କରିବା ପାଇଁ ସେ ନଦୀ ଭଳି ଆମକୁ ସୁଯୋଗ ଦେଇଥାନ୍ତି। ଝୁଲି ଝୁଲି ଯୋଉଠି କି ଦାଉଦଙ୍କ ପାଖରେ ଝୁଲି ଥିଲା, ଆଉ ସେଇ ଝୁଲିରେ 5ଟି ଚିକଣ ପଥର ରଖିଲେ। ଦାଉଦ ଭାବିଥିବେ ଗୋଟିଏ ଚିକଣ ପଥର ମୁଁ ଛାଟିଣିରେ ମାରିବି, ହୁଏତ ବାଜିବ ନାହିଁ, ଆଉ ଗୋଟେ ଚିକଣ ପଥର ବାହାର କରିବି। ସେଥିପାଇଁ ସେ ଯୋଉ ଝୁଲିଟା ରଖିଥିଲେ, ଆଉ ତାହାର ଲକ୍ଷ୍ୟ ଥିଲା, ଆଉ ସେଇ ଝୁଲି ହେଉଛି ବିଶ୍ୱାସୀର ହୃଦୟ। ସେ ମୁଣିଟା ବିଶ୍ୱାସୀର ହୃଦୟ। ପ୍ରଥମ ସାମୁଏଲ 17:49 ପଦରେ ଲେଖାଗଲା। ପ୍ରଥମ ସାମୁଏଲ 17:49 ପୁଣି ଦାଉଦ ଆପଣା ଝୁଲିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢି ଛାଟିଣିରେ ମାରି ସେଇ ପଲେଷ୍ଟିୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତାହା କପାଳରେ ପଶିଯାନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡିଲା। ସେ ଝୁଲିରୁ ବାହାର କଲେ, ମାନେ ଝୁଲି ହେଉଛି ବିଶ୍ୱାସୀର ହୃଦୟ, ଆମମାନଙ୍କର ହୃଦୟ। ଦାଉଦ ଆପଣା ଝୁଲିରୁ ସେ କଣ କଲେ, ବାହାର କରିକି ମାରିଲେ। ସେ ମାନେ କାରଣ ସେଇ ଯୋଉ ଗଲିଆଦର ସବୁ ଜିନିଷ ଆଚ୍ଛାଦିତ ହେଇଥିଲା, କେବଳ ଗୋଟିଏ ଜିନିଷ ଖୋଲା ଥିଲା, ତାହା ହଉଛି କପାଳ। ସେଇ କପାଳ, ତେଣୁକରି ସେ କପାଳକୁ ଲକ୍ଷ୍ୟ କରି ମାରିଲେ। ଗୀତ ସଂହିତା 119:11 ପଦରେ ଲେଖା ଯାଉଛି, ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ରଖୁଅଛି। ଆମମାନଙ୍କର ହୃଦୟ ମାନେ ଈଶ୍ୱରଙ୍କର ମନ୍ଦିର ଅଟେ। ବିଶ୍ୱାସୀର ହୃଦୟ ହେଉଛି ଈଶ୍ୱରଙ୍କର ବାସସ୍ଥାନ। ବିଶ୍ୱାସୀର ହୃଦୟ ହେଉଛି ଆମମାନେ ଗୋଟେ ଗୃହ ଅଟୁ, ଆମେ ଗୋଟେ ମନ୍ଦିର ଅଟୁ। ଆମମାନଙ୍କର ଅନ୍ତରରେ ପରମେଶ୍ୱରଙ୍କର ଆତ୍ମା ବାସ କରନ୍ତି। ପ୍ରକାଶିତ 21:3-4 ପଦରେ ଲେଖା ଯାଉଛି, ତୁମ୍ଭେ ମାନେ ତୁମମାନଙ୍କର ହୃଦୟ ହେଉଛି ଈଶ୍ୱରଙ୍କର ବାସସ୍ଥାନ। ଆମମାନଙ୍କର ଝୁଲି ଆମମାନଙ୍କର ହୃଦୟ ଅଟେ। ଏଇ ହୃଦୟରେ ଦାଉଦ କହିଲେ ଈଶ୍ୱରଙ୍କର ବାକ୍ୟ ସଞ୍ଚୟ କରି ରଖିବା। ମୁଁ ଯେମନ୍ତ ତୁମ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ଈଶ୍ୱରଙ୍କର ବାକ୍ୟକୁ ହୃଦୟରେ ସଞ୍ଚୟ କରି ରଖୁଅଛି। ଈଶ୍ୱରଙ୍କର ବାକ୍ୟ ସଞ୍ଚୟ କରି ଏଇ ଦୁର୍ଦ୍ଦିନ ଜଗତ ମଧ୍ୟରେ ରଖିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। କାରଣ ଈଶ୍ୱରଙ୍କର ବାକ୍ୟ ଜୀବନ୍ତ ଅଟେ। ଈଶ୍ୱରଙ୍କର ବାକ୍ୟ ବିଧାର ଖଡ୍ଗ ଅଟେ ଏବଂ ତାହା ତୀକ୍ଷ୍ଣତର ଆତ୍ମା ଅସ୍ଥିର ପରିଭେଦକ। ତେଣୁକରି ଈଶ୍ୱରଙ୍କର ବାକ୍ୟ ମଧୁଠାରୁ ସୁମିଷ୍ଟ ଅଟେ। ଈଶ୍ୱରଙ୍କର ବାକ୍ୟ ଆମ ଚରଣ ପାଇଁ ପ୍ରଦୀପ ଓ ପଥ ପାଇଁ ଆଲୁଅ ଅଟେ। ସେ ଈଶ୍ୱରଙ୍କର ବାକ୍ୟକୁ ହୃଦୟରେ ରଖିବା ଆମମାନଙ୍କର ଆବଶ୍ୟକତା। ଛାଟିଣି ହେଉଛି, ଆପଣ ମାନେ ଦେଖନ୍ତୁ, ପରମେଶ୍ୱରଙ୍କୁ ଦୃଷ୍ଟିପାତ କରିବା। ଯେତେବେଳେ ଛାଟିଣି ଯିଏ ବି ଧରେ, ଆଉ ସେ ଛାଟିଣି କଣ କରେ, ଲକ୍ଷ୍ୟ କରେ। ଆପଣ ମାନେ ପିଲାମାନଙ୍କୁ ଦେଖିଥିବେ ତ, ଯୋଉମାନେ କେତେ ପିଲାମାନେ ଛାଟିଣି ଧରି କଣ କରନ୍ତି, ହୁଏତ ଆମ୍ବ ତୋଟା ମାନଙ୍କରେ ଆଉ କୋଉ ଜାଗା ମାନଙ୍କରେ ଥିବେ, ଚଢେଇ ମାରିବା ନିମନ୍ତେ କିମ୍ବା ସେ ଛାଟିଣିରେ ଆମ୍ବକୁ ମଧ୍ୟ ଲକ୍ଷ୍ୟ କରି ମାରନ୍ତି ସେମାନେ, ବା ଚଢେଇକୁ ମଧ୍ୟ ଲକ୍ଷ୍ୟ କରି ମାରନ୍ତି। ତେଣୁକରି ଦାଉଦ ଗୋଟେ ମେଷ ପାଳକ ହୋଇ ସେ କଣ କଲେ, ଛାଟିଣି ମାନେ ଧରିଲେ। ଏଥିପାଇଁ ସେ କଣ କରିବେ, ସେ ଲକ୍ଷ୍ୟ କରିବେ, ଆଉ ଲକ୍ଷ୍ୟ କରି ସେ ଗଲିଆ ଯୋଦ୍ଧାକୁ କଣ କରି ମାରିବେ। ଆଉ ଛାଟିଣି ହେଉଛି ପରମେଶ୍ୱରଙ୍କୁ ଦୃଷ୍ଟିପାତ କରିବା। ପରମେଶ୍ୱରଙ୍କ ଆଡେ ଆମମାନେ ଅନେଇବା, ପରମେଶ୍ୱରଙ୍କ ଆଡେ ଆମମାନେ ମନୋନିବେଶ କରିବା, ପରମେଶ୍ୱରଙ୍କ ଠାରେ ଆମମାନଙ୍କର ହୃଦୟକୁ ଆମମାନେ ଦେବା। ତେଣୁକରି ବାଇବଲରେ ସେଇ 17:49 ପଦରେ ଲେଖାଗଲା, ଆମେ ଯୋଉଟା ପଢିଲୁ, ପୁଣି ଦାଉଦ ଆପଣା ଝୁଲିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢି ଛାଟିଣିରେ ମାରି ସେ ପଲେଷ୍ଟିୟର କପାଳକୁ ଆଘାତ କଲେ। ସେ କଣ କଲେ, ଦୃଷ୍ଟିପାତ କରି ମାରିଲେ। ସେ ଲକ୍ଷ୍ୟ ସ୍ଥଳରେ ମାନେ ଯେମିତି ସେ ପଶିବ, ଏଥିପାଇଁ ସେ ଲକ୍ଷ୍ୟ କରିକି ସେ ମାରିଲେ। ତେଣୁକରି ଦାଉଦ କହିଲେ, ମୁଁ ପର୍ବତ ଗଣାରେ ଊର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋହର ସାହାଯ୍ୟ ଆସିବ। ଆଜି ମୋର ପ୍ରିୟ ଲୋକମାନେ,
आमने जेतेबेले परमेश्वरଙ୍କ निकटरे दृष्टिपात करू कोन पे दृष्टिपात करू आमानकर किछि समस्या नहीं किछि असुविधा नहीं किछि परिस्थिति नहीं किछि असुस्थता नहीं आमने परमेश्वरଙ୍କ निकटरे आमे दृष्टिपात करिता परमेश्वरଙ୍କୁ आमे अनाओ तेणुकरी बाइबल लेखा गला माने जिसाय तार 44-22-45 पदरे हे पृथ्वीस्थ प्रांतरस्थ लोक समस्ते आंभ प्रति अनाई तुम्भे माने परित्राण प्राप्त हुआ आम्हे जेतेबेले परमेश्वर को आमने अनाओ आम्हे जेतेबेले कृष्ण को आमने अनाओ आमने परित्राणर अनुभूति मध्यरे पवित्र आत्माकर सानिध्य मध्यरे आमने प्रभुंकर उपस्थिति के आमने अनुभव करिथाओ प्रिय मोर लोक माने आजी छाटिणी होची परमेश्वर को दृष्टि रखिबा एवं झुली होची विश्वासी हृदय एवं नदी विश्वासी मानकर सहभागितार उपासनार स्थली जष्टि होची परमेश्वरंकर नाम मु 5टी चिकण पत्थर संक्षेपरे आपण मानक निकटरे रखिबा पे चेष्टा करिबी माने 5टी बालीगरडा पत्थर प्रथम चिकण पत्थर होची विश्वास रूप चिकण पत्थर प्रथम चिकण पत्थर होची विश्वास रूप चिकण पत्थर से दाऊद किमती जाइकी गलियात को माने परास्त कले आमे देखिबा प्रथम चिकण पत्थर विश्वास रूप चिकण पत्थर प्रथम सामुएल 17:37 पद प्रथम सामुएल 17:37 पद आहुरी दाऊद कहिले जो सदा प्रभु सिंह हाथरू और भालू हाथरू मते रक्षा करियछंती से ए पलेस्टिया हाथरू मते रक्षा करिवे एथिरे साउल दाऊद को कहले जाओ सदा प्रभु तुमर संगी हेबे देखंतु दाऊद जेतेबेले युद्ध पाए जीवा पाए से आरंभ करूछंती से सदा से साउल को कहउछंती जो सदा प्रभु सिंह हाथरू भालू हाथरू मते रक्षा करियछंती जेतेबेले प्रांतर मध्यरे मेंढा चोरुथिबा समय हिंस्रक जंतु बाघ भालू आसी जेतेबेले से मेंढा मान को खाइबा पे चेष्टा करुथिले सेतेबेले दाऊद से सिंह मानकर मुख को से भालू मानकर मुख को बंद करी से मेष मान को मेंढा मान को सुरक्षा देउथिले किति माने दृढ़ साहस पुणी तांकर विश्वास तेणु कर से कहउछंती माने जो सदा प्रभु मते ए हिंस्रक जंतु मानकर माने कबळरु मते रक्षा करिसंती सेई परमेश्वर ए पलेस्टिया हाथरु मध्य मते रक्षा करिवे गोटे दृढ़ विश्वास दाऊदंकर जीवन रे गोटे दृढ़ विश्वास रहिछि मते एई जो शत्रु म सम्मुख रे ठिया हेछि जो शत्रु की हुंकार देउछि आकाशर पक्षी बिलर सारगुणा मान को खाइबा को देबी बोली चित्कार करूछि किंतु मु विश्वास सहित तांको सहित युद्ध करिबी आ से कोन कले विश्वास नहीं कि गले विश्वास आमान को कोन करे आमान को विनष्ट हेबा को देई न थाए विश्वास आमान को कोन करि थाए अनंत जीवन प्राप्त हेबा निमंते सहायता करे जोन 5:24 पद लेखा गला जे मोहर प्रेरणकर्ता को विश्वास करे से अनंत जीवन प्राप्त होइछि मृत्यु को अतिक्रम करे अनंत जीवन रे प्रवेश करी अछि विश्वास आमान को कोन करे अनेक प्रकार असंभवर संभव देखिबा पाए एवं उत्तर पाइबा निमंते प्रभु आमान को सहायता करंती तेणु करी विश्वास द्वारा से कौन कले आग को बढ़िले बाइबल लेखा गला जे पुत्र को पाई अछि से जीवन पाई अछि जे ईश्वरकर पुत्र को पाई नाही से जीवन ही देखि नाही प्रथम जोहन 5 पर्व 12 पदरे उल्लेख करा जाउछि विश्वास आमान को कौन करे प्रथम चिकण पत्थरर विश्वास आमान को कौन करे विश्वासी को अनंत जीवन रे प्रवेश करिबा निमंते सहायता करिताए प्रेज द लॉर्ड आमान को अनंत जीवन देइताए
ଯେତେବେଳେ ଆଦି ପୁସ୍ତକରୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ ଆମେ ଯେତେବେଳେ ଦେଖୁଛୁ କେବଳ ବିଶ୍ୱାସ ଦ୍ୱାରା ପ୍ରଭୁ ଆମଙ୍କ ଜୀବନରେ ମହତ କାର୍ଯ୍ୟ କରନ୍ତି। ବିଶ୍ୱାସ ଦ୍ୱାରା ପ୍ରଭୁ ଆମଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ ଦେଖିବା ନିମନ୍ତେ ସାହାଯ୍ୟ କରନ୍ତି। ବିଶ୍ୱାସ ଦ୍ୱାରା ଆମକୁ ପ୍ରଭୁ ପରିତ୍ରାଣ ଲାଭ କରିବା ନିମନ୍ତେ ସାହାଯ୍ୟ କରନ୍ତି। ତେଣୁକରି ବିଶ୍ୱାସୀ ପ୍ରଭୁଙ୍କ ଠାରେ ବିଶ୍ୱାସର ଆସ୍ଥା ରଖିବା, ବିଶ୍ୱାସରେ ଭରସା ରଖିବା, ବିଶ୍ୱାସରେ ନିର୍ଭରଶୀଳ ହେବା ଏବଂ ପ୍ରଭୁଙ୍କ ଉପରେ ବିଶ୍ୱାସରେ ସ୍ଥିରରେ এই ଦୁର୍ଦ୍ଦିନ ଜଟିଳ ଜଗତ ମଧ୍ୟରେ ପ୍ରଭୁଙ୍କ ପାଇଁ ବିଶ୍ୱାସରେ ସ୍ଥିର ରହିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। ତେଣୁକରି ଦାଉଦ ସେ ପ୍ରଥମ ବିଶ୍ୱାସ ରୂପ ପଥର ନେଇକି ସେ କଣ କଲେ, ଯୁଦ୍ଧ କରିବା ପାଇଁ ଗଲେ ଏବଂ ବିଶ୍ୱାସର ଫଳାଫଳର ଉତ୍ତର ସେ ପ୍ରାପ୍ତ ହେଇକି ବିଜୟତା ଲାଭ କଲେ। ଦ୍ୱିତୀୟ ଚିକଣ ପଥର ହଉଛି ସାହସ ରୂପ ଚିକଣ ପଥର। ସେ ସାହସର ସହିତ ଗଲେ 32 ପଦ, 34, 35 ପଦରେ ମଧ୍ୟ ଆମେ ଦେଖିବାକୁ ପାଉଛୁ। ସାଉଲ ଯେତେବେଳେ ଦାଉଦ ସାହସର ସହିତ ସାଉଲଙ୍କୁ କହୁଛନ୍ତି ସେଇ ପଲେଷ୍ଟିୟ ଗଲିଆସ କାସୁ କାହାର ହୃଦୟ ନିରାଶ ନ ହଉ, ଆପଣଙ୍କ ଦାସ ସେଇ ପଲେଷ୍ଟିୟ ଗଲିଆସ ସହିତ ଯୁଦ୍ଧ କରିବ। କେତେ ଗୁଡିଏ ସାହସ ଦେଖନ୍ତୁ ଦାଉଦଙ୍କର, କେତେ ବଡ ସାହସ କାହାର ପାଖରେ ଥାଏ? ଯେତେବେଳେ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ଯାଆନ୍ତି ମାଛ ଧରିବା ନିମନ୍ତେ, ସେମାନଙ୍କର କେତେ ବଡ ସାହସ ଥାଏ। ସେମାନେ ନା ସ୍ତ୍ରୀ ମାନଙ୍କ କଥା ଚିନ୍ତା କରିବେ, ନା ପିଲାମାନଙ୍କ କଥା ଚିନ୍ତା କରିବେ। ସେମାନେ ମାନେ ଯୋଉ ବ୍ୟବସାୟ ସେମାନଙ୍କର ଅଛି, ସେଇ ସାହସ ବାନ୍ଧି ସାହସର ହୃଦୟ ନେଇକି ସେମାନେ ସମୁଦ୍ର ମଧ୍ୟରେ ସେମାନେ ପ୍ରବେଶ କରନ୍ତି। ଦାଉଦ ସେଦିନ କଣ କଲେ, ସାହସର ହୃଦୟ ନେଇକି ସେ ଗୋଟିଏ ସାଉଲଙ୍କୁ ଗୋଟେ ଭରସାର କଥା କହିଲେ, ଏଇ ଗଲିଆତ ପାଇଁ କାହାର ମନ ନିରାଶ ନ ହଉ, କାହାର ମନ ମାନେ ହତାଶ ନ ହଉ କହିଲେ। ବାଇବଲରେ ମଧ୍ୟ ଲେଖା ଯାଉଛି ମାନେ ତୁମେ ନିରାଶ ନ ହୁଅ, ତୁମେ ହତାଶ। ବେଳେ ବେଳେ ଆମମାନଙ୍କ ଜୀବନରେ ନିରାଶ ଆସିଥାଏ, ହତାଶ ଆସିଥାଏ, ଆମେ ଭାଙ୍ଗି ପଡୁ। କିନ୍ତୁ ବାଇବଲରେ ପ୍ରଭୁ ମାନଙ୍କୁ ସାନ୍ତ୍ୱନା ଦେଇକି ଯିଶାୟ 41:10 ଲେଖାଗଲା, ଭୟ କର ନାହିଁ, ଆମ୍ଭେ ତୁମର ସଙ୍ଗରେ ଅଛୁ, ନିରାଶ ନାହିଁ, ଆମ୍ଭେ ତୁମର ପରମେଶ୍ୱର, ଆମ୍ଭେ ତୁମକୁ ସବଳ କରିବା, ଆମ୍ଭେ ତୁମକୁ ସାହାଯ୍ୟ କରିବା ଏବଂ ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ଧରି ରଖିବା। ପରମେଶ୍ୱର ଆମଙ୍କର ନିରାଶର ହୃଦୟରେ ଆମମାନଙ୍କୁ ଆଶା ସଞ୍ଚାରଣ କରନ୍ତି। ନିରାଶର ହୃଦୟରେ ସେ ଆମଙ୍କର ଭରସାର ଆଶ୍ରୟସ୍ଥଳୀ। ତେଣୁକରି ଜଗତରେ ଅନେକ ନୈରାଶ୍ୟ, ଅନେକ ଦୁଃଖ, ଅନେକ କ୍ଲେଶ, ଅନେକ କଷ୍ଟ ରହିଛି, କିନ୍ତୁ ପରମେଶ୍ୱର ଆମମାନଙ୍କୁ ଗୋଟେ ସାହସ ଦିଅନ୍ତି, ଗୋଟେ ଭରସା ଦେଇ ପ୍ରଭୁରେ ବଞ୍ଚିବା ନିମନ୍ତେ ସାହାଯ୍ୟ କରନ୍ତି। ପ୍ରଥମ ତିମୋଥୀ 3:13 ଲେଖା ଯାଉଛି, ଯେଉଁମାନେ ଉତ୍ତମ ରୂପେ ସେବକ କର୍ମ କରିଅଛନ୍ତି ସେମାନେ ଆପଣା ଆପଣା ନିମନ୍ତେ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ ମୂଳକ ବିପୁଳ ସାହସ ଲାଭ କରିବେ। ସେମାନେ ସାହସ ଲାଭ କରିବେ ପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ହୋଇ, ପ୍ରଭୁଙ୍କ ନିମନ୍ତେ ସମର୍ପିତ ହୋଇ, ପ୍ରଭୁଙ୍କ ନିମନ୍ତେ ଶରୀର ମନ ଆତ୍ମାକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରି ସେମାନେ ଆଗକୁ ପ୍ରଭୁଙ୍କ ନିମନ୍ତେ ଯେତେବେଳେ ବଞ୍ଚିଛନ୍ତି, ପ୍ରଭୁ ସେମାନଙ୍କୁ ବିପୁଳ ସାହସ ସେମାନଙ୍କ ଜୀବନରେ ପ୍ରଦାନ କରନ୍ତି। ତେଣୁକରି ପାଉଲ କହିଲେ, ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ପ୍ରଭୁ ମାନଙ୍କୁ ଏଇ ଜଗତରେ ବଳବାନ କରିବା ପାଇଁ ଚାହାନ୍ତି, ପ୍ରଭୁ ମାନଙ୍କୁ ଏଇ ଜଗତରେ ଶକ୍ତିଯୁକ୍ତ ହେବା ନିମନ୍ତେ ସାହାଯ୍ୟ କରନ୍ତି। ତେଣୁକରି ପ୍ରଭୁ ସେଇ ଦାଉଦଙ୍କ ଜୀବନରେ ସାହସର ହୃଦୟ ନେଇକି ଯିବା ପାଇଁ ସାହାଯ୍ୟ କଲେ। ତୃତୀୟ ଚିକଣ ପଥର ହଉଛି ଖ୍ରୀଷ୍ଟଙ୍କ ନାମ ରୂପ ଚିକଣ ପଥର, ଯାହାକି ଆମେ ପ୍ରଥମ ସାମୁଏଲ 17:45 ମାନେ ପାଠ କରିଥିଲୁ। ଦାଉଦ ଯେତେବେଳେ ପଲେଷ୍ଟିୟ ଗଲିଆତ ସହିତ ମାନେ ଯୁଦ୍ଧ କରିବା ପାଇଁ ଯାଉଛନ୍ତି, ଆଉ ସେ ଗଲିଆତକୁ କହୁଛନ୍ତି, ତୁମେ ଯାହାକୁ ତୁଚ୍ଛ କରିଅଛ ସେଇ ଇସ୍ରାଏଲ ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ସେ ଯେତେ ହୁଙ୍କାର ଦେଲେ ବି,
ଯେତେ ଚିତ୍କାର କଲେ ବି ଦାଉଦ କଣ କଲେ? ସେ ପରମେଶ୍ୱରଙ୍କର ନାମରେ ଗଲେ। ପରମେଶ୍ୱରଙ୍କର ନାମ ଆମମାନଙ୍କ ଜୀବନରେ ମହତ କାର୍ଯ୍ୟ ଦେଖିବା ପାଇଁ ସାହାଯ୍ୟ କରେ। ପରମେଶ୍ୱରଙ୍କର ନାମ ଆମମାନଙ୍କୁ ମାନେ ଉଚ୍ଚରେ ରଖିବା ପାଇଁ ବାଇବଲରେ ଲେଖା ଯାଉଛି, ମାନେ ଯେ ପ୍ରଭୁଙ୍କୁ ସ୍ନେହ କରେ ପ୍ରଭୁ ତାକୁ ଉଦ୍ଧାର କରନ୍ତି। ଯେ ପ୍ରଭୁଙ୍କର ନାମ ଜାଣିଅଛି ପ୍ରଭୁ ତାକୁ ଉଚ୍ଚରେ ରଖନ୍ତି ବା ଆଶୀର୍ବାଦ କରନ୍ତି। ଯେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ପ୍ରଭୁ ତାକୁ ଉତ୍ତର ଦିଅନ୍ତି। ଦୁଃଖ ବେଳେ ତାଙ୍କର ସହବର୍ତ୍ତୀ ହୁଅନ୍ତି, ତାକୁ ରକ୍ଷା କରନ୍ତି। ଯାହାକି ଗୀତ ସଂଗୀତା ତାର 91, 14, 15, 16 ପଦରେ ଲେଖା ଯାଉଛି। ତେଣୁକରି ପ୍ରଭୁଙ୍କର ନାମରେ ସେ ଗଲେ, ପ୍ରଭୁଙ୍କର ଉପସ୍ଥିତିରେ ଗଲେ, ପରମେଶ୍ୱରଙ୍କର ଆତ୍ମା ତାଙ୍କୁ ଅଭିଷିକ୍ତ କଲେ, ଅଧିଷ୍ଠାନ କଲେ ଏବଂ ସେ କଣ କଲେ? ଗଲେ। ତେଣୁକରି 2 ତିମୋଥୀ 4 ପର୍ବ 7, 8 ପଦ ଲେଖା ଯାଉଛି, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥରେ ମୁଁ କଣ କରୁଛି? ଶେଷ ପର୍ଯ୍ୟନ୍ତ ଦୌଡୁଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି ଏବଂ ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ଯୋଉ ଦେବା ପାଇଁ ଇଚ୍ଛା କରିଛନ୍ତି, କେବଳ ମୋତେ ନୁହଁ, ଯେତେ ଲୋକ ତାଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି ସେ ସମସ୍ତଙ୍କୁ ଦେବେ। ମାନେ ଏଇଠି ପାଉଲ କେତେ ସୁନ୍ଦର କଥା, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରୁଅଛି। ଆଜି ଜଗତରେ ଆମଙ୍କର ମାନେ ଶରୀରରେ ଦୁଇଟି ଆତ୍ମା ସବୁବେଳେ ଯୁଦ୍ଧ କରେ। ଗୋଟେ ଜାଗତିକର ଆତ୍ମା, ଗୋଟେ ଆତ୍ମିକର ଆତ୍ମା, ଗୋଟେ ପବିତ୍ର ଆତ୍ମା, ଆଉ ଗୋଟେ ଆତ୍ମା ମାନେ ଶୈତାନର ଆତ୍ମା ମାନଙ୍କୁ ସବୁବେଳେ ଦୈନନ୍ଦିନ ଜୀବନରେ ଯୁଦ୍ଧ କରେ। ଆଉ ଯେତେବେଳେ ପବିତ୍ର ଆତ୍ମା ଆମମାନଙ୍କ ଜୀବନରେ କାର୍ଯ୍ୟ କରନ୍ତି ସେ ଶୈତାନର ଆତ୍ମା ପରାସ୍ତ ହେଇକି ଚାଲିଯାଏ। ତେଣୁକରି ପାଉଲ କଣ କଲେ? ସେ ପ୍ରାଣପଣ କରୁଛନ୍ତି ଏଇ ଯୁଦ୍ଧର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସେ ଅମ୍ଳାନ ମୁକୁଟ ପ୍ରାପ୍ତ ହେବା ନିମନ୍ତେ। ଆଉ ଖ୍ରୀଷ୍ଟଙ୍କର ନାମ ଆମମାନଙ୍କୁ କଣ କରେ? ଆଶୀର୍ବାଦ କରିଥାଏ। ଆମେ ଦେଖିଲୁ ବିଶ୍ୱାସ ରୂପ ଚିକଣ ପଥର ଆମକୁ ଅନନ୍ତ ଜୀବନ ଦେଇଥାଏ ଏବଂ ସାହସ ରୂପ ଚିକଣ ପଥର ଆମକୁ ଅକ୍ଷୟ ମୁକୁଟ ପରିଧାନ କରିବା ନିମନ୍ତେ ସାହାଯ୍ୟ କରିଥାଏ। ଏବଂ ତୃତୀୟରେ ଖ୍ରୀଷ୍ଟଙ୍କର ନାମ ରୂପ ଚିକଣ ପଥର ଆମକୁ କଣ କରେ? ସବୁ ଅବସ୍ଥାରେ ସବୁ ପରିସ୍ଥିତିରେ ଉଦ୍ଧାର କରିବାରେ ସାହାଯ୍ୟ କରିଥାଏ। କେବଳ ଯୀଶୁ ନାମ କେବଳ ଆମକୁ ଉଦ୍ଧାର କରେ, କେବଳ ଯୀଶୁ ନାମ ଆମକୁ ମୁକ୍ତି ଦେଇପାରେ, ରକ୍ଷା କରିପାରେ। ତେଣୁକରି ବାଇବଲ ଲେଖାଗଲା, ତାହାଙ୍କ ଛଡା କାହାଠାରେ ପରିତ୍ରାଣ ନାହିଁ। କାରଣ ଯାହା ଦ୍ୱାରା ଆମକୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ କୌଣସି ନାମ ଦିଆଯାଏ ନାହିଁ, କେବଳ ଯୀଶୁ ନାମରେ ପରିତ୍ରାଣ, ମୁକ୍ତି, କ୍ଷମା ରହିଛି। ଚତୁର୍ଥ ଚିକଣ ପଥର ଖ୍ରୀଷ୍ଟଙ୍କ ଶକ୍ତି ରୂପ ଚିକଣ ପଥର। ଖ୍ରୀଷ୍ଟଙ୍କ ଶକ୍ତି ରୂପ ଚିକଣ ପଥର, ପ୍ରଥମ ସାମୁଏଲ 17:46 ପଦ। ଆଜି ଦିନ ସଦାପ୍ରଭୁ ତୁମକୁ ମୋ ହସ୍ତରେ ସମର୍ପି ଦେବେ, ଏଣୁ ମୁଁ ତୁମକୁ ଆଘାତ କରି ତୁମଠାରୁ ତୁମ ମସ୍ତକ ଅଲଗା କରିବି। ପୁଣି ମୁଁ ଆଜି ପଲିଷ୍ଟିୟ ମାନଙ୍କ ସୈନ୍ୟଗଣର ଶବ ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ପଶୁମାନଙ୍କୁ ଦେବି। ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ମାନେ ତାଙ୍କର କେତେ ଗୋଟେ ଶକ୍ତିର ସହିତ ଏ କଥା କହୁଛନ୍ତି। ଆଜି ଦିନ ସଦାପ୍ରଭୁ ମୋ ହସ୍ତରେ ତୁମକୁ ସମର୍ପି ଦେବେ, ମୁଁ ତୁମକୁ ଆଘାତ କରିବି, ତୁମଠାରୁ ମସ୍ତକ ଅଲଗା କରିବି ଏବଂ ପଲେଷ୍ୟ ସୈନ୍ୟଗଣର ଶବ ଆକାଶର ପକ୍ଷୀଗଣକୁ ପୃଥିବୀସ୍ଥ ବନ ପଶୁମାନଙ୍କୁ ଦେବି। ତହିଁରେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି। ଦେଖନ୍ତୁ କେତେ ସୁନ୍ଦର, ମାନେ ଇସ୍ରାଏଲର ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ପରମେଶ୍ୱର ଅଛନ୍ତି, ପରମେଶ୍ୱର ବିଦ୍ୟମାନ, ପରମେଶ୍ୱର ତାଙ୍କର ରାଜ୍ୟର କାର୍ଯ୍ୟ କରୁଛନ୍ତି, ପରମେଶ୍ୱର ତାଙ୍କର ମହତ କାର୍ଯ୍ୟ କରୁଛନ୍ତି ଏଇ ଜଗତ ମଧ୍ୟରେ। ତାଙ୍କର ପ୍ରିୟ ଲୋକମାନଙ୍କ ଦ୍ୱାରା ଅଦ୍ଭୁତ କାର୍ଯ୍ୟ, ଆଶ୍ଚର୍ଯ୍ୟ କାର୍ଯ୍ୟ, ଅଲୌକିକ କାର୍ଯ୍ୟ ସେ କରୁଛନ୍ତି। ତେଣୁକରି ଦାଉଦ ଶକ୍ତିର ସହିତ ଗଲେ ଆଉ ଏଇ କଥା ଉଲ୍ଲେଖ କହିଲେ। ତେଣୁକରି ପାଉଲ କହିଲେ, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସବୁ କିଛି କରିପାରେ। ମୋର ଶକ୍ତିଦାତାଙ୍କ ଦ୍ୱାରା ମୁଁ ସବୁ କରିପାରେ।
शक्ति प्राप्त नहेबा पर्यंत तुमे एही नगर रे रही था बोली प्रभु जीशु शिष्य मान को कहले। आ जेते बेले से माने शक्ति प्राप्त हेले सेते बेले से माने पृथ्वीर प्रांत पर्यंत जाए प्रभुंकर गौरव उद्देश्य रे से माने साक्षी होई पारिथिले, से माने साक्षी थिले। एवं ए शक्ति रूप चिकण पत्थर कौन करे विश्वासी आत्मिक जीवन को योद्धा हेबा निमंते साहाय्य करे। आमानकर शक्ति ख्रीष्टंकर शक्ति पवित्र आत्मांकर शक्ति तांकर रक्तर शक्ति आमान को एई जगत रे गोटे विश्वास को योद्धा भाव रे प्रभुंकर गौरव देश रे बंचिबा निमंते साहाय्य करे, आत्मिक जीवन रे अभिवृद्धि हेबा निमंते साहाय्य करे। पंचम बालीगरडा पत्थर आमे जते बेले देखिलु, प्रथम रे आमाने देखिलु विश्वास रूप चिकण पत्थर, द्वितीय रे देखिलु आमाने साहस रूप चिकण पत्थर, तृतीय रे आमाने देखिलु ख्रीष्टंक नाम रूप चिकण पत्थर एवं चतुर्थ रे देखिलु ख्रीष्टंक शक्ति रूप चिकण पत्थर एवं पंचम रे आमे देखिबा उद्धारर चिकण पत्थर। उद्धार प्रथम सामुएल 17:47 पदरे लेखा गला। आउ ए समस्त समाज जानिबे जे सदा प्रभु खड्ग और बर्छा द्वारा उद्धार करंती नाही, कारण एई युद्ध सदा प्रभुंकर ओ से तुमान को आमान को हस्तरे समर्पण करिबे, उद्धार करिबे। सदा प्रभु कौन करंती? उद्धार करंती। सदा प्रभु जेतेबेले दानिएल सिंह गर्तरे पकागला परमेश्वर ताकू उद्धार कले, जेतेबेले सहिद्रक महेश्रक अबेदन अग्नि रे पकागले से मान को प्रभु कौन कले? उद्धार कले। बाइबल गीत 50:15 पदरे लेखा गला संकट दिन रे आंभ को डाक, आंभे तुमको उद्धार करिबा आ तुम्बे आंभर महिमा प्रकाश करिब। प्रिय मोर लोक माने आमान को उद्धार हेबार आवश्यकता रही, अंधकार उद्धार हेबार आवश्यकता रही, दोहलकादर उद्धार हेबार आवश्यकता रही, अनंत नरक उद्धार हेबार आवश्यकता रही। निजर बुद्धि निजर ज्ञान बल रे आमाने उद्धार ही न पारु, किंतु परमेश्वरंकर से विश्वास द्वारा, परमेश्वरंकर से नाम द्वारा, परमेश्वरंकर से साहस द्वारा, परमेश्वरंकर से शक्ति द्वारा आमान को प्रभु कौन करिवे? उद्धार करिवे। से उद्धार करता से आमान को कौन करिवे? उद्धार करिके आमान को एई जगत रु कढी नेबे। तेणु करे उद्धार नामक चिकण पत्थर विश्वासी को कौन करे? एई मंदता जगत रे सर्वजयी होई स्वर्ग राज्य रे प्रवेश करिबा निमंते साहाय्य करे। सत कि नुह? पाप मंद परीक्षा प्रलोभन मध्यरु प्रभु मानकु उद्धार करी करी सर्वजयी होई कि जीवन काटिबा निमंते साहाय्य करंती। किंती कि भली भाबरे परमेश्वरक निकट रे समर्पणर सहित प्रार्थना करिबा द्वारा, विश्वास करिबा द्वारा, प्रभु रे बंचिबा द्वारा प्रभु मानकु कढी नियंती। से दिन दाऊद जेतेबेले गोटे बालीगरडा पत्थर रे लक्ष्य करी कि मारिले तांकर कपाळ रे बाजिला एवं दाऊद से कौन कले? निजे गले एवं माने गलियाद्र खंडारे से कौन कले? तार मस्तक को छेदन कले एवं सर्वजयी होई प्रभुंकर गौरव प्रकाश कले। बाइबल लेखा जाउची जे शेष पर्यंत धैर्य धरिब से उद्धार पाइब, से परित्राण पाइब, से मुक्ति पाइब। दाऊदंकर गुण गुड़िक आपण माने लक्ष्य करंतु। ताको जीवन रे विश्वास थिला, ताको जीवन रे साहस थिला, ताको जीवन रे शक्ति थिला, ताको जीवन रे उद्धार करिबार गोटे लक्ष्य थिला एवं ताको जीवन रे ख्रीष्टंकर नाम थिला एवं से कौन कले? प्रभुंकर ए पांचटी गुण को नहीं कि से कौन कले? गलियात को परास्त कले। आमाने यीशुंकर जीवन रे मध्य ए पांचटी गुण को मध्य आमाने देखिबा को पाउछु। तांको पाखरे प्रेमर गुण थिला, जाकि प्रथम जोहन 4:8 पद लेखा दे ईश्वर तो प्रेम बोली। तांकर जीवन रे नम्रतार गुण थिला। बाइबल माथ्यू 11:29 पद लेखा जाउची से नम्र व्यक्ति।
ତାଙ୍କ ପାଖରେ ଦୟାର ଗୁଣ ଥିଲା। ମାର୍କ 6:34 ସେ ଅରକ୍ଷକ ମେଷମାନଙ୍କ ନିମନ୍ତେ ଦୟାରେ ବିଗଳିତ ହେଲେ ବୋଲିକି। ତାଙ୍କ ପାଖରେ କ୍ଷମାର ଗୁଣ ଥିଲା, ଯାହାକି ଲୁକ 23:34 ଲେଖା ଯାଉଛି, ମାନେ ଯେତେ ଲୋକ ତାଙ୍କୁ କଷ୍ଟ ଦେଲେ, ପିତ ଏମାନେ କଣ କରୁଛନ୍ତି କିଛି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। ତାଙ୍କ ପାଖରେ ପବିତ୍ରତାର ଗୁଣ ଥିଲା। ଆହ୍ୱାନକର୍ତ୍ତା ଯେ ପ୍ରକାର ପବିତ୍ର, ସେ ମଧ୍ୟ ତୁମେ ମାନେ ମଧ୍ୟ ଆଜ୍ଞାବ ସନ୍ତାନ ମାନଙ୍କ ପରି ପବିତ୍ର ହବ। ଏ 5ଟି ଗୁଣ ତାଙ୍କ ପାଖରେ ଥିଲା। ଆମେ ସମରଣୀୟ ପଥିକ ପାଖରେ ମଧ୍ୟ ଏ 5ଟି ଗୁଣ ମାନେ ଦେଖିବାକୁ ପାଉଛୁ। ସେ ଦୟା, ସେ ସେବା, ସେ ଉପକାର, ସେ ସାହାଯ୍ୟ, ଏ ସମସ୍ତ ଗୁଣ ପ୍ରଭୁ ଆମକୁ ଏଇ ଗୁଣରେ ଆମକୁ ସେ ଆଚ୍ଛାଦିତ କରନ୍ତୁ। ଆଉ ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ବଞ୍ଚିବା ନିମନ୍ତେ ସାହାଯ୍ୟ କରନ୍ତୁ। ପ୍ରଭୁ ଏ ଅଳ୍ପ ଚିନ୍ତା ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଉପସ୍ଥିତ ପ୍ରତ୍ୟେକଙ୍କୁ ମଧ୍ୟ ମୁଁ ବିଶେଷ ଭାବରେ ଧନ୍ୟବାଦ ଦେଉଛି। ଆଉ ମତେ ସୁନ୍ଦର ସହଭାଗିତା ଦେଇଥିବାରୁ, ଆଉ ମୋ ପାଇଁ, ମୋର ସେବା କାର୍ଯ୍ୟ ପାଇଁ, ଆଉ ମୋର ଝିଅ ଜୋଇଁ ନାତି ଗୋଟେ ଅଛି, ଆଉ ପୁଅଟି ବି ଭେଲୋର ମେଡିକାଲରେ ସେ ପଢୁଛି। ଏ ସମସ୍ତଙ୍କ ପାଇଁ ବି ଆପଣ ମାନଙ୍କର ପ୍ରାର୍ଥନା ମୁଁ ଚାହେଁ, ପ୍ରାର୍ଥନା କରିବେ। ଧନ୍ୟବାଦ। ଆମେନ୍, ପ୍ରଭୁ ଆମେନ୍।